ସେଇଟା ମୁଁ କହୁଛି ଦେଖନ୍ତୁ ସିଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ରୋଲ୍ ମଡେଲ୍ ତାଙ୍କର ମେନ୍ ତାଙ୍କର ଅନ୍ୟାନ୍ୟ ବହୁତ ଆମେ କଥା ଶୁଣିଛେ କିନ୍ତୁ ମେନ୍ କଥା ହେଉଛି ସିଏ ପାୱାର ହ୍ୟାଙ୍କରିଂ ହୁଅନ୍ତି ନାହିଁ ଦିଲ୍ଲୀ ଗଲେନି ଏବଂ ତ୍ୟାଗ କରୁଛନ୍ତି ସଂଗଠନ ପାଇଁ ଲୋକଙ୍କ ପାଇଁ ସେବା କରିବା ପାଇଁ ଏଠି ବବି ଦାସ ମଧ୍ୟ ଦଳର ଯେହେତୁ ସାଂଗଠନିକ ସମ୍ପାଦକ ଦଳ ପାଇଁ ଆବଶ୍ୟକତା ହେଉଛି ସେଠି ଲୋକସଭା ଲଢ଼ ସେଠି ଯାଇକରି ବ୍ୟାକଅପ୍ ଦିଅ ତେଣୁ ସେ ଦଳର ସ୍ୱାର୍ଥ ଦୃଷ୍ଟିରୁ ନିଜର ବ୍ୟକ୍ତିଗତ ସ୍ୱାର୍ଥ ବ୍ୟକ୍ତିଗତ ଅଭିଳାଷ ଛାଡ଼ି ଦେଇକରି ସେକ୍ୟୁର୍ଡ ସିଟ୍ ଯେଉଁଥିରେ ଆମେ ବିଧାନସଭାକୁ ନର୍ମାଲି ବିଧାୟକମାନେ ଆସନ୍ତି ମନ୍ତ୍ରୀ ହୁଅନ୍ତି ସେ ଖାଲି ବିଧାନସଭା ବିଧାୟକ ଛାଡ଼ି ନାହାନ୍ତି ମନ୍ତ୍ରୀ ପଦ ମଧ୍ୟ ଛାଡ଼ିଦେଲେ ସେ ତ ଆଗରୁ ଛାଡ଼ିଛନ୍ତି 18ରୁ ଆଉ 19 ପରେ ମନ୍ତ୍ରୀ ପଦ ନେଇନାହାନ୍ତି ସାଂଗଠନିକ ସମ୍ପାଦକ ଇନ୍ ଟ୍ରୁ ସେନ୍ସ ସଂଗଠନ କରିବ ତାକୁ ବହୁତ ସାକ୍ରିଫାଇସ୍ କରିବା ଦରକାର ତେଣୁ ତେଣୁ ଦଳ ପାଇଁ ଏଇଟା ଗୋଟେ ମେଜର ସାକ୍ରିଫାଇସ୍ କଲେ ଏଇଟା ଓଡ଼ିଶାର ଲୋକ ନିଶ୍ଚିତ ଭାବେ ଗୋଟେ ହିଷ୍ଟ୍ରି ହିସାବରେ ରହିବ ନାଇଁ ଯେଉଁ ବିଗ୍ ଫାଇଟ୍ ହେଉଛି ଦୁଇ ଜଣଙ୍କ ଭିତରେ କାହାର ଜିତିବା ଚାନ୍ସ ଅଧିକ ରହୁଛି ଆପଣଙ୍କର ବିଭିନ୍ନ ଫ୍ୟାକ୍ଟରକୁ ଯଦି ହିସାବକୁ ନିଆଯାଏ ଦେଖନ୍ତୁ ସେଠି ଧର୍ମେନ୍ଦ୍ର ପ୍ରଧାନ ବହୁତ ବର୍ଷ ପରେ ଯାଉଛନ୍ତି ସେ 2004ରେ ସେଠୁ ଲଢ଼ିଥିଲେ ବହୁତ ସିଚୁଏସନ୍ ଚେଞ୍ଜ ହେଇଛି ତେଣୁ ଧର୍ମେନ୍ଦ୍ର ପ୍ରଧାନଙ୍କର ଯଦି ଢେଙ୍କାନାଳ ରହିଥାନ୍ତେ ସେ ସନ୍ ଅଫ୍ ଦି ସଏଲ୍ ଆଡଭାଣ୍ଟେଜଟା ବହୁତ ପାଇଥାନ୍ତେ କିନ୍ତୁ ସେଠି ତ ସେ ଆଉଟସାଇଡ୍ ଲୋକ ପାଲଡ଼ାରେ ଯଦିଓ ସେ ପାଲଡ଼ା ସେ ସେଗମେଣ୍ଟରେ ଯାଉନାହିଁ ତେଣୁ ସିଏ ମଧ୍ୟ ସେଠି ନୂଆ କେବେ ଯାଇଥିଲେ ସେ ବିଜେପି ପାର୍ଟି ଉପରେ ବେସ୍ କରିକି ସେ ଲଢ଼ୁଛନ୍ତି ସେ ସମ୍ବଲପୁର ଲୋକ ନୁହଁ ଇଏ ସେମିତି ଇଏ ବି ସମ୍ବଲପୁର ଲୋକ ନୁହଁ ଇଏ ସମ୍ବଲପୁରରେ ପଢ଼ୁଥିଲେ ତାଙ୍କ ବାପା ଅଶୋକ ଦାସ ସମ୍ବଲପୁରରେ ପଢ଼ୁଥିଲେ ତେଣୁ ତାଙ୍କର ସମ୍ବଲପୁର ସହିତ କନେକ୍ଟିଭିଟି ଅଛି ସେ ଲୋକଙ୍କ ସାଙ୍ଗେ ମିଶିବେ ବର୍ତ୍ତମାନ କଥା ହେଉଛି ଦଳ ଲେଭେଲରେ ଯାହାର ବେଶୀ ଷ୍ଟ୍ରେଙ୍ଗଥ୍ ଥିବ ଯେଉଁମାନେ ଦଳକୁ ମୋବିଲାଇଜ୍ କରିବେ ଆସେମ୍ବଲି ସେଗମେଣ୍ଟରେ ଭଲ କରିପାରିବେ ସେମାନେ ଜିତିବେ ତେଣୁ ସେଠି ଆମେ କହିପାରିବାନି ଯେ ସାଧାରଣ ଚର୍ଚ୍ଚା ହେଉଛି କଟକିଆ ଲୋକ ସେଠି ଗଲେ ସେମିତି ହେବନି ଏଠି ବ୍ୟକ୍ତି ଲଢ଼ିବନି ଧର୍ମେନ୍ଦ୍ର ପ୍ରଧାନ ସେଠି ବ୍ୟକ୍ତିଗତ ଭାବେ ଲଢ଼ୁନାହାନ୍ତି ଏଠି ପ୍ରଣବ ପ୍ରକାଶ ଦାସ ବ୍ୟକ୍ତିଗତ ଭାବେ ଲଢ଼ୁନାହାନ୍ତି ବ୍ୟକ୍ତିଗତ ଲଢ଼ିପାରିବେନି ସେମାନେ ଏଇଟା ଆସେମ୍ବଲି ସେଗମେଣ୍ଟ ନୁହଁ ଏଠି ଭାରତୀୟ ଜନତା ପାର୍ଟିର ନାରେଟିଭ୍ କ'ଣ ହେଉଛି ବିଜୁ ଜନତା ଦଳ ନାରେଟିଭ୍ କ'ଣ ହେଉଛି ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ରହିବ ଦ୍ୱିତୀୟ କଥା ରହିବ ଯେ ବିଧାନସଭା ଲେଭେଲରେ ଏମାନଙ୍କର କ'ଣ ହେଉଛି କଥା ତୃତୀୟ କଥା ଲୋକ ସ୍ପ୍ଲିଟ୍ ଭୋଟିଂ କରିବେ ନା ଲୋକ ୱାନ୍ ସାଇଡ୍ ଭୋଟିଂ କରିବେ ଏଇ ଫ୍ୟାକ୍ଟର ମଧ୍ୟ ଆମକୁ ଦେଖିବାକୁ ପଡ଼ିବ ଦୁଇ ତିନିଟା ଫ୍ୟାକ୍ଟର କେମିତି ଆଗଉଛି ଧରନ୍ତୁ ଇଲେକ୍ସନ୍ ପୂର୍ବରୁ ଗୋଟେ ନେଗେଟିଭ୍ ମେସେଜ୍ ପ୍ରଧାନମନ୍ତ୍ରୀଙ୍କର ଚାଲିଗଲା କି ଅନ୍ୟ କ'ଣ ଗୋଟେ ଆକ୍ସିଡେଣ୍ଟ ହେଇଗଲା କ'ଣ ଗୋଟେ ଅସୁବିଧା ହେଇଗଲା ତାହେଲେ ନିଶ୍ଚିତ ଭୋଟ୍ ଫଲ୍ କରିବ ତେଣୁ ମୋତେ ଲାଗୁଛି ମୋଟାମୋଟି ଭାବେ ଲଢ଼େଇଟା ରୋଚକପୂର୍ଣ୍ଣ ହେବ ସେମିତି କହିଦେଲେ ହେବନି ସେ ଏଠୁ ଯାଇଛନ୍ତି ସେଠୁ କ'ଣ ଠିଆ ହେବ ସେଠି ପୁଣି କ୍ୟାଣ୍ଡିଡେଟ୍ କିଏ ହେବେ ସେଠି ତ ନଳିନୀ ପ୍ରଧାନ ଆର୍ଥରେ ଠିଆ ହେଇଥିଲେ ଲୋକାଲ ଲୋକ ସେ ତ ହାରିଗଲେ ଭୋଟ୍ରେ ତା ପୂର୍ବରୁ ଆପଣ ସେଠି ମଧ୍ୟ ଆମର ପିସିସି ପ୍ରେସିଡେଣ୍ଟ ଠିଆ ହେଇଥିଲେ ସେଠି ଥରେ ସମ୍ବଲପୁର ତାଙ୍କର ମଧ୍ୟ ପରଫର୍ମାନ୍ସ ହେଲାନି ଶରଦ ପଟ୍ଟନାୟକଙ୍କର ସେ ବଲାଙ୍ଗୀର ଲୋକ ହେଇକି ବହୁତ ଟ୍ରେଲିଂରେ ରହିଲେ ତେଣୁ ପାର୍ଟି ଫ୍ୟାକ୍ଟର ମଧ୍ୟ କାମ କରୁଛି ନା ତେଣୁ କେତେ କର୍ମୀମାନଙ୍କ ସହିତ ଯିଏ ମୋବିଲାଇଜ୍ କରିକି ନେଇପାରିବ ଆଗରୁ ଯାହା ସମ୍ବଲପୁରରେ କାମ ହୋଇଛି ଆଙ୍କର ସମଲେଇ ପ୍ରକଳ୍ପ ହେଇଛି ବିଭିନ୍ନ କାର୍ଯ୍ୟକ୍ରମ ହେଇଛି ସେ ଅନୁସାରେ ଲୋକ ମ୍ୟାଣ୍ଡେଟ୍ ଦେବେ କିନ୍ତୁ ଲୋକ ଯଦି ମାଇଣ୍ଡରେ ପଶିଗଲା ସ୍ପ୍ଲିଟ୍ ଭୋଟିଂ ହେବ ତାହେଲେ ବିଜେଡି ପାଇଁ ରିସ୍କ ହେଇପାରେ ଅଦରୱାଇଜ୍ ସାଂଗଠନିକ ଲାଇନ୍ରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯିବେ ସାଂଗଠନିକ ଲାଇନ୍ରେ ଇଏ ମଧ୍ୟ ଯିବେ ତେଣୁ ଭଲ ଫାଇଟ୍ ହେବ ସେଠି କିଛି ଅସୁବିଧା ନାହିଁ ସେଥିରେ